ଗାଇସ୍ ଚାଲନ୍ତୁ ଆଜି ବନେଇବା ଅମୃତଭଣ୍ଡା ଭର୍ତ୍ତା ଯାହା ବନେଇବା ବହୁତ ସହଜ, ବହୁତ ଟେଷ୍ଟି ସହିତ ହେଲ୍ଦି ମଧ୍ୟ ହୋଇଥାଏ। ବହୁତ ସିମ୍ପଲ ରେସିପି। ଆଳୁ ଭର୍ତ୍ତା ହେଉ କି ବାଇଗଣ ଭର୍ତ୍ତା ଆପଣମାନେ ତ ବହୁତ ଖାଇଥିବେ। ଥରେ ଏମିତି ଅମୃତଭଣ୍ଡା ଭର୍ତ୍ତା ବନେଇକି ଖାଆନ୍ତୁ। ଅମୃତଭଣ୍ଡା ଭର୍ତ୍ତା ବନେଇବା ପାଇଁ ମୁଁ ଏଠି ଦୁଇଟା ଅମୃତଭଣ୍ଡା ନେଇଛି। ତାକୁ ଭଲକି ଧୋଇକି ଚୋପା ଛଡ଼େଇ ଦେଇଛି ଆଉ ଭିତରେ ମଞ୍ଜି ସବୁ ବାହାର କରିଦେଇଛି। ଆଉ ତାକୁ ତାପରେ ଛୋଟ ଛୋଟ ସାଇଜ୍ରେ କାଟି ଦେଇଛି। ଛୋଟ ଛୋଟ ସାଇଜ୍ରେ କାଟିଲେ ଅମୃତଭଣ୍ଡା ଶୀଘ୍ର ସିଝିଯିବ। ତାପରେ ଗୋଟେ କଡ଼କାରେ ସୋରିଷ ତେଲ ଗରମ କରିଦେଲି। ସେଥିରେ କାଟିକି ରଖିଥିବା ପିଆଜ, ଲଙ୍କା, ଜିରା ଆଉ ଧନିଆ ପତ୍ର ପକାଇକି ତାକୁ ଭଲିକି ଭାଜିଦେଲି। ସେ ହେଇସାରିଲା ପରେ ଚକଡ଼ିକି ରଖିଥିବା ଅମୃତଭଣ୍ଡାକୁ ମୁଁ ଦେଇଦେଲି। ଆଉ ରେଡ଼ି ହେଇଗଲା ଆମର ସୁପର ଟେଷ୍ଟି, ସୁପର ହେଲ୍ଦି ଅମୃତଭଣ୍ଡା ଭର୍ତ୍ତା। ଆପଣମାନେ ଯଦି ବନେଇକି ଖାଇନାହାନ୍ତି ତାହେଲେ ଖାଆନ୍ତୁ। ଆଉ ଛୋଟରୁ ବଡ଼ ଯାଏ ସମସ୍ତଙ୍କୁ ଏ ରେସିପି ଭଲ ଲାଗିବ। ଆଉ ଆପଣମାନେ ବନେଇକି ଖାଆନ୍ତୁ। କେମିତି ଲାଗିଲା ଅମୃତଭଣ୍ଡା ଭର୍ତ୍ତା? ଆପଣମାନେ ଯଦି ଅମୃତଭଣ୍ଡା ଭର୍ତ୍ତା ଟ୍ରାଏ କରୁନାହାନ୍ତି ତାହେଲେ ଏବେ ହିଁ ଯାଆନ୍ତୁ ଟ୍ରାଏ କରିବେ। ଆଉ ହେଲ୍ଦି ଖାଆନ୍ତୁ, ହେଲ୍ଦି ରୁହନ୍ତୁ। ଆଉ କମେଣ୍ଟରେ କୁହନ୍ତୁ ଆପଣମାନଙ୍କୁ କେମିତି ଲାଗିଲା। ପୁଣି ମୁଁ ନେଇ ଆସିବି ନୂଆ ଭର୍ତ୍ତାରେ। ଦେଖାହବ। ବାଏ।